ମିଳିତ ପ୍ରାର୍ଥୀ ଜିତିବେ। କେମିତି ଜିତିବେ ଇକ୍ୱେସନ କଣ? ବିଜୁ ଜନତା ଦଳର ଭୋଟ, କଂଗ୍ରେସର ଭୋଟ ମିଳିତ ଭାବରେ ଆମର ଯିବ ଡାକ୍ତର ସାହେବଙ୍କୁ ଯିବ, ଦନ୍ତେଶ୍ୱର ହତ୍ୟାଙ୍କୁ ଯିବ। ନିଶ୍ଚିତ ଭାବରେ ସେ ଦିଲ୍ଲୀପ ରାୟ କହୁଛନ୍ତି ଗତ ଥର ଯେତେବେଳେ 2002 30 ଭୋଟ କରିଦେଲେ 8ଟା ଭୋଟ ମୋ ପାଇଁ କଣ ବୋଲି ସେ କହିଲେ। ସମୟ କହିବ। ସୋଫିଆ ଫିରଦୋଷ ଆସୁନାହାନ୍ତି, ବର୍ତ୍ତମାନ ବୈଠକକୁ ଆସୁନାହାନ୍ତି। ସେ କଂଗ୍ରେସ ଅସଜଡ଼ା ଲାଗୁଛି। ନାଇଁ କଂଗ୍ରେସର 14 ଭୋଟକୁ 14 ଭୋଟ ମିଳିବ। ସୋଫିଆ ଫିରଦୋଷ ଆସୁନାହାନ୍ତି କାହିଁକି ତାହେଲେ? ସେ ଆସିକି ଆମ ସଭାପତିଙ୍କ ସହିତ ଆଲୋଚନା କରିଥିବେ। ମୁଁ ତ 3 ଦିନ ହେଲା ଇଆଡେ ଅଛି ନା। ରମେଶ ଆଲୋଚନା କଲେ ସୋଫିଆ ଫିରଦୋଷ ଆସୁନାହାନ୍ତି। ତାପରେ ସୌଭିକ ବିଶ୍ୱାଳ ମଧ୍ୟ ଷ୍ଟାଣ୍ଡ ସେ କନଫ୍ୟୁଜ କଲେଣି ବିଜେଡିର ମଧ୍ୟ। କେହି କନଫ୍ୟୁଜ ନାହିଁ, ସବୁ ନିଜ ନିଜ ଦଳର କଥାରେ ଭୋଟ ଦେବେ। ବିଜେପି ବାଲା ଯୋଉ କଥା କହୁଛନ୍ତି ସେ ହର୍ସ ରାଇଡର ଉପରେ ଘୋଡା ଚଢିବା ବେପାରରେ କହୁଛନ୍ତି, କିନ୍ତୁ କିଏ ବିକ୍ରି ହେଇଯିବ? କାହା ମୁଣ୍ଡକୁ ବଦନାମ ପାଇଁ କିଏ ବିକିଦବ? ସବୁ ସରିଯିବ, ଇଜ୍ଜତ ସବୁ ବର୍ତ୍ତମାନ କଂଗ୍ରେସ ରାଇଜ କରୁଛି। 2003 କାହାକୁ ମତେ ସସ୍ପେଣ୍ଡ କରିଥିଲେ, କମଳନାଥ ଆସିକିରି ବାହିନୀ ପୋତିକି ସସ୍ପେଣ୍ଡ କରିବା ଭୁଲ ହେଇଛି ବୋଲି କହିଲେ। ଅଲ ଇଣ୍ଡିଆ କଂଗ୍ରେସ ଆପଣଙ୍କ ଉପରକୁ ଯାଇଥିଲା ଭୁଲରେ ଦେଇଥିଲେ ବୋଲି କହିଲେ ସେମାନେ। ମୁଁ କାହାକୁ ଦେବି? ଏବେ ବର୍ତ୍ତମାନ ଯୋଉ କଂଗ୍ରେସ ରାଇଜ କରୁଛି, ଯଦି ଏବେ ଯଦି କୌଣସି ପ୍ରକାର ଯଦି ଭୋଟରେ ଏପଟ ସେପଟ ହେଲେ ନିଶ୍ଚିତ ଭାବେ ଏଥର ନିମ୍ନଗାମୀ ହବ, ତଳକୁ ଆସିବ। କଂଗ୍ରେସ କେବେ ତଳଗାମୀ ହେଇନି କି ହବାର ପ୍ରଶ୍ନ ଉଠୁନି।